ଯାଇଛ? ଫଳ କଣ ଖାଇକି ଯାଇଛ ବା କହିଲ? କଣ ଖାଇକି ଯାଇଛ? ଅଙ୍ଗୁରୁ ଆଉ କଣ? ସେଓ। ଶୁଣ ପିଲା କଦଳୀ ବସ। ତେଣୁ ସେ କହିଲେ ଅପିତା ଭଉଣୀ ଆମେ କହିଲେ କଣ ଖାଇକି ଯାଇଛନ୍ତି ନା ସେଓ ଡାଳିମ୍ବ ଅଙ୍ଗୁରୁ ସବୁ ଖାଇକି ଯାଇଛନ୍ତି। ଜ୍ୟୋତି ଭାଇ କଣ କହିଲେ ନା ବାବାଙ୍କ ମାମା କଣ ଆଳୁ ଟମାଟର ଭେଣ୍ଡି ବିଭିନ୍ନ ପ୍ରକାର ପରିବା ପକେଇଥିଲେ। ମୁଁ ତାହେଲେ ଆଜି ସେ ପରିବା ଆଉ ଫଳ ବିଷୟରେ ପଢେଇବି। ବୁଝିପାରିଲେ ତ? ଆମେ ପରିବା କୋଉଟା ଆଉ ଫଳ କୋଉଟା ଚିହ୍ନିବା। ବୁଝିପାରିଲେ ନା? ମୁଁ ତମମାନଙ୍କ ପାଇଁ ଦେଖ ଏତିକ ଫଳ ଆଉ ପନିପରିବା ରଖିଛି। ବୁଝିପାରିଲେ ତ? ତୁମମାନଙ୍କ ପାଇଁ ବିଭିନ୍ନ ପ୍ରକାର ଫଳ ଆଉ ପନିପରିବା ରଖିଛି। ତୁମେ ମାନେ ଚିହ୍ନିକି ରଖିବ କୋଉଟା ଫଳ ଆଉ କୋଉଟା ପରିବା। ମୁଁ ଯାହାକୁ ଡାକିବି ସେ ଆସିବ। ବୁଝିପାରିଲ? ହଉ ଜ୍ୟୋତି ଭାଇ ଆସିଲା ଆପଣ ଆସ। ସଦାଶ୍ରୀ ଭଉଣୀ ଆଇଲ ଆସ। ସଦାଶ୍ରୀ ଭଉଣୀ ଆସ। ଆମେ ଏକଡେ ଠିଆ ହବ। ସଦାଶ୍ରୀ ଭଉଣୀ ତମେ ଏକଡକୁ ଆଇଲ ଏକଡକୁ ଆସ। ମୁଁ ତୁମମାନଙ୍କ ପାଇଁ ଏଠି ବିଭିନ୍ନ ପ୍ରକାର ପରିବା ଆଉ ଫଳ ରଖିଛି। ବୁଝିପାରିଲ? ତୁମେ କଣ କରିବ ନା ତମର ପରିବା ବାଛିବ। କଣ ବାଛିବ? ପରିବା। ତମେ କଣ ବାଛିବ? ଫଳ ବାଛିବ। ଦେଖ ତୁମେ ମାନେ ଆ ଭିତରୁ ବାଛି ରଖିବ କୋଉଟା ଫଳ ସେ କୋଉଟା ବାଛିବେ ପରିବା। ବୁଝିପାରିଲ? ତାହେଲେ ବାଛିଲ ଦେଖି ଜଲ୍ଦି ଜଲ୍ଦି ବାଛି ଦିଅ। ହଁ ବାଛି ଦିଅ ଜଲ୍ଦି ଜଲ୍ଦି ବାଛି ଦିଅ। ଜଲ୍ଦି ଜଲ୍ଦି ହଁ ବାଛି ଦିଅ ଜଲ୍ଦି ଜଲ୍ଦି ପରିବା ନେଇଯାଅ ଫଳ ନେଇଯାଅ। ହଁ ଜଲ୍ଦି ଜଲ୍ଦି ନେଇଯାଅ ଜଲ୍ଦି ଜଲ୍ଦି ନେଇଯାଅ। ହଁ ତାହେଲେ ତୁମେ ତାହେଲେ ପରିବା ବାଛି ନେଇଲ ସେ ତାହେଲେ ଫଳ ବାଛି ନେଇଗଲେ। ତାହେଲେ ମତେ କହିବ କୋଉଟା ଏଇଟା ନା କଣ? ବୁଝିପାରିଲ? କହିଲ ଏଇଟା କି ଫଳ? ଡାଳିମ୍ବ। ତାପରେ କହିଲ ଏଇଟା ତରଭୁଜ ଏଇଟା ସେଓ ଏଇଟା ଆମ୍ବ ଏଇଟା କଦଳୀ ଏଇଟା କଦଳୀ। ତାହେଲେ ସଦାଶ୍ରୀ ଭଉଣୀ କହିବେ ପରିବାର ନାଁ କଣ? ଏଇଟା କଣ କହିଲ? ମକା ଏଇଟା କଲରା। ଶୁଣ ଏଇଟା କାଙ୍କଡ଼ ଏଇଟା ଲେମ୍ବୁ ଏଇଟା କଖାରୁ ଏଇଟା ମୂଳା ଏଇଟା ବାଇଗଣ ଆଉ ଏଇଟା କାଙ୍କଡ଼। ତାହେଲେ ଦେଖ ସଦାଶ୍ରୀ ଭଉଣୀ ତାଙ୍କର ପରିବା ନା କହିଥିଲେ ଜ୍ୟୋତି ଭାଇ ବି ତାଙ୍କର କଣ କହିଲେ ଫଳ ନା କହିଥିଲେ। ତେଣୁ ସେ ଫଳ ଆଉ ପନିପରିବା ବିଷୟରେ ଜାଣିପାରିଲେ। ମୁଁ ଏଇନା ଲେଖିଦେବି ସେ କି ଫଳର ନା ଜାଣିଲେ। ବୁଝିପାରିଲେ ତ? ଦେଖ ସେ କଣ ଦେଖିଲେ ଆମ୍ବ ଆଉ କଣ ଦେଖିଲେ ଡାଳିମ୍ବ ଆଉ କଣ ଦେଖିଲେ କଦଳୀ ଆଉ କଣ ଦେଖିଲେ ସେଓ। ତେଣୁ ସଦାଶ୍ରୀ ଭଉଣୀ ଆଉ କଣ ଦେଖିଲେ ଆଳୁ ମକା ଟମାଟର କଖାରୁ। ତାହେଲେ ସଦାଶ୍ରୀ ଭଉଣୀ କି ପରିବା ଦେଖିଲେ ଜାଣିପାରିଲେ ତ? କହିଦେଲ ଦେଖି ଏଇଟା କଣ କି ପରିବା? ଆଳୁ ତାପରେ ମକା ତାପରେ ଟମାଟର ଆଉ କଣ କଖାରୁ। ତେଣୁ ଜ୍ୟୋତି ଭାଇ କି ଫଳ ଦେଖିଥିଲେ କହିଦେଲ? ଆମ୍ବ ଏଇଟା ଡାଳିମ୍ବ ଏଇଟା କଦଳୀ ଏଇଟା ସେଓ। ତୁମେ ମାନେ ବି ସେମିତି ଏଥରକ ପରିବା ଆଉ ଫଳ ନା ମନେ ରଖିକି ଆସିବ। ଯେମିତି